ଦବୁ ନବ ଆଉ ବଇଛ ଗୋଟେ ନବ ହଁ ହଁ ଠିକ ଭଲ ଭଲ। ଏଇଗୁଡ଼ା ଲଗେଇ ଦେଇଛନ୍ତି ଯାତ୍ରା ଫାତ୍ରା ଟାଇମରେ ଭିଡ଼ ହଉଥିବ ବୋଧେ ଜାଗର ତ ଆଜି ଆମେ ଆସିଛୁ ପୁରୀ ଜିଲ୍ଲାର ବିଶ୍ୱନାଥ ପାହାଡ଼ ଯେଉଁଟାକି ଡେଲାଙ୍ଗ ବ୍ଲକ ପାଖାପାଖି ଅବସ୍ଥିତ କଣାସ ବ୍ଲକ ସରି ଅଧା ବାଟ ପଳେଇ ଆସିଛୁ ଦେହ କଣ ହେଇଗଲାଣି ଆହୁରି ଯିବା ଆଉ ଅଧା ପାହାଡ଼ ଆମେ ପଳେଇ ଆସିଛୁ ଦେଖ ଆହୁରି ଇଆଡ଼େ ଅଛି ଯିବା ପାଇଁ ସମୟ ବର୍ତ୍ତମାନ 4ଟା ସୂର୍ଯ୍ୟ ଉଇଁବା ଅସ୍ତ ହେବା ପାଖାପାଖି ହେଇଗଲାଣି ଏଉଠୁ ଟିକେ ଅଧିକା ତୀଖ ଅଛି କଣ ଆକ୍ସିଡେଣ୍ଟ ହେଇଛି ତାର ନ ହେଇଛି ମୁଁ ତ ଜାଣିନି ଆମେ ବର୍ତ୍ତମାନ 70% ପଳେଇ ଆସିଲୁଣୁ ଆଉ ଅଳ୍ପ ବାଟ ରହିଛି ଜୟ ଭୋଲେନାଥ ବାବା ବିଶ୍ୱନାଥ ଏଇଟା କଣାସ ବ୍ଲକରେ ଯାଉଛି ନା ଟ୍ରେନ ଯାଉଛି ଆଉ ଅଳ୍ପ ବାଟ ରହିଲା ଏଇଠି ଗୋଟେ ରେଷ୍ଟ ରୁମ୍ ହେଇଛି ଅଧ ବାଟରେ ଲୋକମାନେ ବିଶ୍ରାମ କରିବା ପାଇଁ ଆଉ ତଳେ ଗଛ ଗୁରା ପାଣି ପାଉନି ମୋର ଯାଉଛି ପାଣି ଦେବାକୁ ପଡୁଛି ଏତେ ଉପରେ କେମିତି ଗଛ ହେଇଛି ଦେଖୁଛି ଯିବା କେତେ ନନା ଗଲେଣି ଆହୁରି ଥିବେ ବୋଧେ ସନ୍ଧ୍ୟା ଆଳତି କରିକି ଯିବେ ନା ଘର ଅଛି ଦୋକାନ ଅଛି ରହୁଛନ୍ତି କୁକୁରଟେ ଚଢୁଛି ଯାହା କୁକୁରଟା ଆମ ସାଙ୍ଗରେ ଜଗି ଚାଲ ତଳୁ ଏଇ କୁକୁରଟି ଆମ ସାଙ୍ଗରେ ଚାଲିଛି ଦେଖନ୍ତୁ ଆଉ ଗୋଟେ ହେଇ ଆସ
ସେ ଲୋକ ଆଉଛନ୍ତି ବୋଲି ସାହସରେ ପଳେଇ ଯାଉଛନ୍ତି। ଖାଦ୍ୟ ବେଶୀ ତୀଖା। ହଁ ସେ ଉପରକୁ ଆହୁରି ଦେଖ 80% ପଳେଇ ଆସିଲେ ଆଉ 20% ଏଇଗୁଟା ବେଶୀ କଷ୍ଟ। ଡାକିବ ମାଗିବ ଦେବେ। ତ ପାହାଚ ଗଣୁଥିଲେ ବୁଲିଗଲେ। ସେଠୁ ଆଉ ଗୋଟେ ଅଛି। ହଁ ଏତିକ ଯେତିକି କଷ୍ଟ ହବନି ସେଇ ସେତିକ ଦେଖିଲା ବେଳକୁ ଡର ମାଡ଼ିବ। ଏମିତି ଅବସ୍ଥା ହେଇଥିଲା ପୁରୀରେ ଗୋଟେ ଭୋଜି ଖାଇବାକୁ ଯାଇଥିଲେ ବାଟ ମଙ୍ଗଳା ହେଲା। ବାଟ ମଙ୍ଗଳା ଯାହାର ସେଇ ମନ୍ଦିରର ଓନର ଭୋଜି ଖାଇସାରି ରାତି 11ଟା ହେଲା ପୁରୀ ଯିବା ଯାକ ସବୁ ଜାଗା ଏଇ ଯୋଉ ବୋତଲ ଫୋତଲ ଆଣି ଫୋପାଡୁଛନ୍ତି ସେଇଟା ଭାରି ଖରାପ ଲାଗେ। ଆଉ ସଫା କିଏ କରିବ? ଜୋତା ଏଇଠି ରହିବ ବୋଧେ ନା ଉପରୁ ଯିବ? ଭାଇ ଫାଇନାଲି ଆମେ ପହଞ୍ଚିଗଲୁ ମନ୍ଦିରରେ। ବାବା ବିଶ୍ୱନାଥ। ଏଇ ପାହାଚଟା ପୁରା ତୀଖ ସବୁଠାରୁ। ଯାଉ ଧନ୍ୟବାଦ କୁକୁରକୁ ଆମ ସାଙ୍ଗ ସାଥ ଦେଇଥିବାରୁ। ମନ୍ଦିର ଇଏ ତ ବିଶ୍ୱନାଥ ପାହାଡ଼ ଆମର ଡେଲାଙ୍ଗ ମୋଟରୀ ସ୍ଥିତ ଚାଇଁପୁର ବିଶ୍ୱନାଥ ପାହାଡ଼ ଜାଗା ପୂର୍ବରୁ ଠାକୁର ଏଠି ଆବିର୍ଭାବ ହୋଇଛନ୍ତି। ପାତାଳ ଫିଟା ଲିଙ୍ଗ ଆଉ ଏଠି ରାଜା ରହୁଥିଲେ। ଜୟଦେବ ଜଗଦେବ ଦୁଇ ଜଣ ରାଜା ରହୁଥିଲେ, ଦୁଇ ଭାଇ। ଆଉ ଗୋଟେ ଗାଁ ଅଛି ଏଇଠି ଆଙ୍କୋଇ, ସେ ଗ୍ରାମର ଗୋପାଳ ବେହେରା ଅଛନ୍ତି। ତାଙ୍କର ସବୁ ଗାଈ ଫାଇ ସବୁ ଆସନ୍ତି ଚରାଚରି କରିବା ପାଇଁ। ସେମାନେ ପୂର୍ବରୁ ଆମେ ଯାହା ଶୁଣିଛୁ ସେମାନେ ସବୁ ଗାଈ କ୍ଷୀର ଦେଉଥିଲା। ଏଠି ଲିଙ୍ଗ ଆବିର୍ଭାବ ହେଇଥିଲେ, ହୁଙ୍କା ଥିଲା। ତାପରେ ସେମାନେ ଯାଇକି ରାଜାଙ୍କୁ କହିଲେ, ରାଜା ଆସିକି ଏଠି ମନ୍ଦିର ସ୍ଥାପନ କଲେ। ମନ୍ଦିର ସ୍ଥାପନ କରିବାରୁ ସେଇଠୁ ବିଶ୍ୱନାଥ ପାହାଡ଼ ନାଁ ଚାଲିଛି ବିଶ୍ୱନାଥ ମନ୍ଦିର। ଆଉ ଗୁହାରିଆ ଏଠି ସବୁ ପ୍ରଥମେ କଟକର ଜଣେ ଥିଲେ ଗଣେଶ ବାବୁ ଗୁହାରିଆ ପଡ଼ିଥିଲେ। ତାଙ୍କର ଜିହ୍ୱା ଛିଡ଼ି ଛିଡ଼ି ଯାଉଥିଲା, କ୍ୟାନ୍ସର ହେଇଥିଲା, ସେ ଭଲ ହେଇଗଲେ। ତାପରେ ଧୀରେ ଧୀରେ ଗୁହାରିଆ ବି ବହୁତ ଏଠି ଉଠିଲେ। ଆଉ ଜିଭ କାଟିକିରି ଗୁହାରିଆ ବି ବହୁତ ପଡ଼ିଛନ୍ତି, ଆମେମାନେ ବି ଦେଖିଛୁ। ଏପର୍ଯ୍ୟନ୍ତ ବି ସେମିତି ଗୁହାରିଆ ଉଠୁଛନ୍ତି। ଆଉ ଠାକୁରଙ୍କର ବେଳକୁ ବେଳ ଉନ୍ନତି ଚାଲିଛି। ଆଉ ଭୋଜି ଭାତ ଦିନ ସଦାବେଳେ ଏଠି ଲୋକ ଆବିର୍ଭାବ ହୁଅନ୍ତି। ସବୁଦିନ ଏଠି ଯାତ୍ରା କହିଲେ ଚଳେ। ଆଉ ଆପଣଙ୍କର ଯଜ୍ଞ ମାଘ ସପ୍ତମୀ କି 7 ଦିନ ଯଜ୍ଞ ହୁଏ। ଆପଣଙ୍କର ଏଇ ଯୋଉ ଛୋଟ ଛୋଟ କୋଠରୀରେ କଣ ହଉଛି? ଏଇ ଯୋଉ କୋଠରୀ ହେଇଛି କଣ ହଉଛି? ଓହୋ ଏଠି ସବୁ ଗୁହାରିଆ ପଡ଼ିବେ 21 ଦିନ 7 ଦିନ ଗୁହାରିଆ ପଡ଼ିବେ। ଗୁହାରିଆ ଆପଣଙ୍କର ଭାଇ ମାନେ ଆମର ଯୋଉ ଜାଗରରେ ବହୁତ ଭିଡ଼ ହେଇଥିବ ନା? ବହୁତ ଲୋକ। ଆପଣ କେଉଁ ଗାଁଠି? ଆମେ ଭୁବନେଶ୍ୱର ରହିଛୁ। ଭୋଗ ଟିକେ ଆଜ୍ଞା ସେ ଭାଇ ପଡ଼େ ତାଙ୍କୁ ଟିକେ ଦେଇଛୁ। ଆଉ ଟିକେ ମନ୍ଦିର ଜଗୁଆଳି ଲୋକ ତ ଆଜ୍ଞା ସଦାବେଳେ ଜଗିକି ଏଇଠି ଆପଣ ରହୁଛନ୍ତି ସବୁବେଳେ? ଆଗ ପଟକୁ ପଳେଇଲେ ଠାକୁରଙ୍କର ମହିମା ନହେଲେ ଆଜ୍ଞା। ଏ ମନ୍ଦିର କେବେଠାରୁ ଅଛି ମନ୍ଦିର ରାଜା ଅମଳରେ ହେଇଛି। ରାଜା ଯେତେବେଳେ ଶାସନ କରୁଥିଲେ ତଥାପି 100-200 ବର୍ଷ ନା ବେଶୀ? 200 ବର୍ଷ ହେଲାଣି। 200 ବର୍ଷ ତଳେ ମନ୍ଦିର ରାଜା କରିଥିଲେ।
এই ଯୋଉ ତଳେ ଯୋଉ ଘର ଗୁଡ଼ା ସେ କ'ଣ ଆଗରୁ ସବୁ ଥିଲା ନା ତିଆରି ହେଇଛି ସବୁ? ଏଇ ଯୋଉ ଘର ସବୁ ଆ ତଳେ କ'ଣ ଅଛି? ଖାଲି ପଥର ଓହୋ, ଆ ତଳେ ଘର ନାହିଁ। ଏଇ ମନ୍ଦିର ହେଉଛି ମୁଖ୍ୟ ମନ୍ଦିର ନାହିଁ, ଏଇ ସବୁ ଜାଗର ପାଇଁ ହଉନ କ'ଣ କହୁଛନ୍ତି ଦେଖିଆ। ଆଉ କିଛି ନଥିଲା, ବନ୍ଦ ହେଇଗଲା ପରେ ଭୋଗ ଦେଲେ ଟିକେ। ହଉ ଏଇଠି ଯୋଉ ଖାଲଟା ବହୁତ ହେ ରହିଯାଇଛି ତଳେ। ଏଠି ଯଜ୍ଞ ହୁଏ ନା? ଯାହା ହଉ ଆଜି ଡୋରି ଲାଗିଥିଲା, ଯାହା ହଉ ଆସି ଦର୍ଶନ ମିଳିଲା। ବନ୍ଦ ହେଇଯାଇଥିଲା, ମୁଁ ମନ୍ଦିର ବନ୍ଦ ହେଇଯାଇଥିଲା ଅଲରେଡ଼ି। ଯାହା ହଉ ନନା ଆମକୁ ଦର୍ଶନ କରାଇଦେଲେ। ଏଇଟା ଖାଲି ପଥର ଏମିତି ଥାକ ମରା ହେଇଛି। ତ ଆସିଲା ବେଳେ ମୁଁ ଦେଖେଇଥିଲି, ଗଲାବେଳେ କିଛି ଆଉ ଦେଖେଇବିନି, ସିଧା କେମିତି ତଳେ ଯାଇ ପହଞ୍ଚିବୁ। ଆମେ 4:50ରେ ଏଠି ପହଞ୍ଚିଲେ, ମୁଁ ଆଉ ତଳେ ଟାଇମ୍ ଦେଖିନି। ଏବେ ଟାଇମ୍ କେଇଟା ହେଇଛି? ଏବେ ହେଇଗଲା 4:50, 3:50। ଭାଇ ଆମର ଦୌଡ଼ିକି ପଳେଇଲେ ତଳକୁ। ତ ପାହାଡ଼ ଉପରୁ ଭିୟୁଟା ଦେଖନ୍ତୁ କେତେ ସୁନ୍ଦର ଲାଗୁଛି। ଆମେ ଯେଉଁ ଷ୍ଟେସନ ପାର ହେଇକି ଆଇଲେ ସେଇଠୁ, ଷ୍ଟେସନ ଏତେ ପଛରେ ରହିଲା, ଆମେ ବୁଲି ବୁଲି ଆଇଲେ। ଗାଁ ଭିତରେ ପଶିକି ଆଇଲାକୁ ଏତେ ବାଟ ବୁଲିକି ଆଇଲେ। ଏଇ ବା ପଛପଟେ ଟ୍ରେନ୍ ଲାଇନ୍, ଆମେ ଗଲାବେଳେ ଟ୍ରେନ୍ ଯାଉଥିଲା। ପୁରା ଝାଳ ହୋଇକି ସାର୍ଟ ଭେଦିଗଲାଣି। ଯାହା ହଉ ଆଜି ଠାକୁରଙ୍କର ଇଚ୍ଛା ଆମକୁ ଡାକିକି ଆଣିଲେ ତାଙ୍କ ପାଖକୁ। ଆମେ କେବେ ଜାଣିନଥିଲୁ ଏଠି ଆସିବୁ ବୋଲି ଆଜି। ଦେଖନ୍ତୁ ତ 30% ଆମେ ପଳେଇ ଆସିଲୁଣି ତଳକୁ। ବହୁତ ତଳ ଦେଖନ୍ତୁ, ହେଇ ଭାଇ ଆମର ଦୌଡ଼ିକି ପଳେଇଗଲେ ତଳକୁ। ତ ଏଇଗୁଟା ଦେଖିବୁ, ଆମେ ଗଲାବେଳେ ଦେଖେଇଥିଲି, ଏଟା ଆମର ବିଶ୍ରାମସ୍ଥଳୀ ହେଇଛି, ରେଷ୍ଟ ରୁମ୍। ଜୟ ବିଶ୍ୱନାଥ। ତ ସାଙ୍ଗମାନେ, ଆପଣମାନେ ଭିୟୁ ଦେଖୁଥିବେ ପାହାଡ଼ ଉପରୁ ତଳେ ଘର ଗୁଡ଼ିକ କେମିତି ଦେଖାହେଉଛି। ତ ଆମେ ଅଲରେଡ଼ି 70% ଆସି ସାରିଲୁଣୁ, ଆଉ ଅଳ୍ପ ମାତ୍ର ରହିଲା। ତ ଦେଖନ୍ତୁ ଏଇଠି ପୁରା ଆମେ ସେଇଠିକି ଯାଇଥିଲୁ,
पूरा से ऊपर को जाइथिलु तो बहुत सुंदर व्यू जाओ भगवान महादेव प्रभु विश्वनाथ आज महिमा थिला आमको डाकी आनले तो सामने आ गोटे मुंडिया देखा एत गछ ना खाली पत्थर नाली रेड कलर देखा सी भी बहुत सुंदर लगुच। देखुच ब्यूटीफुल नजारा उपरू पूरा मंदिर बाहर गला लोक जाइए ना सज फज कर बर आइले आम नाचू आगे जाए कौन कर कौन कर आसती 20 वर्ष तले बापा मामू घर ये है 20 वर्ष पर आज मंदिर आसती विश्वनाथ पहाड़ बहुत हाइट यहाँ आम तलू चलिक आसलु 2 किलोमीटर ना आस आस सब बस आउची पिपिली पाखे तो फाइनाली आम जाकि फेरी आसिले तले मुझे पहुँची पारि बोली ठाकुर आमको टाणी नहीं ऊपर दर्शन दे पुणी छाड़देले विदाय देले मु किंतु जो महाविनायक चढ़ी थी बहुत कष्ट होला मु अध बाटर 15 मिनट खंडे बसिले चढ़ी पारे रोड करदे गाड़ी पड़े हाँ बाइक पड़े आराम से किंतु ये टर्निंग न कले कार हाँ नहीं कार भी सीधा ये सीधा हेल्ले भी कार उठी पड़ेगा इंजिन पूरा गरम हो 3 नंबर गियर एक नंबर एक 2 3 नंबर बंद हो बाटे 1 2 एत बाट गला तो बहुत हाँ, पहाड़ सब 2 नंबर चढ़ा हुई तो ये आम गाड़ी रखिकी जाइलु कौन होची छणाछणी तो यहीपटे आम आसीलु तो ये आपण मैंने पहुँचले देखिपारे प्रथम गेट नुआ तैयारी होची तो बाबा विश्वनाथ मंदिर तो ये देखिकी जाइली पुणी फेरलु बाबा विश्वनाथ मुंडिया रास्ता भल आ बुली गला ब्रिज बाँ पटू